ଜାତୀୟ ବାଳିକା ଦିବସ ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ରଚନା। ସର୍ବପ୍ରଥମ ଉପକ୍ରମ। ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ 24 ତାରିଖକୁ ଭାରତରେ ଜାତୀୟ ବାଳିକା ଦିବସ ଭାବେ ପାଳନ କରାଯାଏ। ଜଣେ କନ୍ୟା ସନ୍ତାନ ହେଉଛି ସୃଷ୍ଟିର ଆଧାର ଏବଂ ପରିବାରର ଗର୍ବ। ସମାଜରେ ବାଳିକାମାନଙ୍କୁ ସମ୍ମାନ ଅଧିକାର ପ୍ରଦାନ କରିବା ଏବଂ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଇତିହାସ ଓ ପ୍ରତିଷ୍ଠା। 2008 ମସିହାରେ ଭାରତ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଦ୍ୱାରା ପ୍ରଥମ କରି ଏହି ଦିବସ ପାଳନ କରାଯାଇଥିଲା। 1966 ମସିହା ଜାନୁଆରୀ 24 ତାରିଖରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେଣୁ ନାରୀ ଶକ୍ତିର ଏହି ବିଜୟକୁ ସ୍ମରଣୀୟ କରିବା ପାଇଁ ଏହି ଦିନଟିକୁ ବାଛି ନିଆଯାଇଛି। ବାଳିକା ଦିବସ ପାଳନର ଉଦ୍ଦେଶ୍ୟ। ଏହି ଦିବସ ପାଳନ କରିବା ପଛରେ ଅନେକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଲିଙ୍ଗଗତ ବୈଷମ୍ୟ ଦୂର କରିବା, ପୁଅ ଓ ଝିଅ ମଧ୍ୟରେ ଥିବା ପ୍ରଭେଦକୁ ସମାଜରୁ ହଟାଇବା, ଶିକ୍ଷାର ପ୍ରସାର, ପ୍ରତ୍ୟେକ ବାଳିକା ଯେପରି ସ୍କୁଲ ଯାଇ ଶିକ୍ଷିତ ହୋଇପାରିବେ ସେଥିପ୍ରତି ଲୋକଙ୍କୁ ଉତ୍ସାହିତ କରିବା, ସ୍ୱାସ୍ଥ୍ୟ ଓ ପୁଷ୍ଟିସାର, ବାଳିକାମାନଙ୍କର ଉପଯୁକ୍ତ ସ୍ୱାସ୍ଥ୍ୟ ଏବଂ ଖାଦ୍ୟପେୟ ଉପରେ ଗୁରୁତ୍ୱ ଦେବା, ସୁରକ୍ଷା, କନ୍ୟା ଭ୍ରୂଣ ହତ୍ୟା ପରି ଜଘନ୍ୟ ଅପରାଧକୁ ରୋକିବା ଏବଂ ବାଲ୍ୟ ବିବାହକୁ ବନ୍ଦ କରିବା। ସରକାରଙ୍କ ପଦକ୍ଷେପ। ବାଳିକାମାନଙ୍କ ଉନ୍ନତି ପାଇଁ ଭାରତ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ସେଥିମଧ୍ୟରୁ ବେଟି ବଚାଓ, ବେଟି ପଢ଼ାଓ, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଓଡ଼ିଶା ସରକାରଙ୍କ ମମତା ଓ ବିଜୁ କନ୍ୟା ରତ୍ନ ଯୋଜନା ଅତ୍ୟନ୍ତ ପ୍ରଶଂସନୀୟ। ଏହି ଯୋଜନା ଗୁଡ଼ିକ ଝିଅମାନଙ୍କୁ ଆର୍ଥିକ ଏବଂ ସାମାଜିକ ସୁରକ୍ଷା ପ୍ରଦାନ କରୁଛି। ଉପସଂହାର ବା ଶେଷ କଥା। ଆଜିର ଝିଅମାନେ କୌଣସି ଗୁଣରେ ପୁଅମାନଙ୍କ ଠାରୁ କମ୍ ନୁହନ୍ତି। ସେମାନେ ଶିକ୍ଷା, କ୍ରୀଡ଼ା, ବିଜ୍ଞାନ ଓ ପ୍ରଶାସନ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଉଛନ୍ତି। ଯଦି ଜଣେ ଝିଅ ଶିକ୍ଷିତ ହୁଏ ତେବେ ଗୋଟିଏ ସମ୍ପୂର୍ଣ୍ଣ ପରିବାର ତଥା ଦେଶ ଶିକ୍ଷିତ ହୁଏ। ତେଣୁ ଆମକୁ ସଂକଳ୍ପ ନେବାକୁ ହେବ ଯେ ଆମେ କନ୍ୟା ସନ୍ତାନଙ୍କୁ ଆଦର କରିବା ଏବଂ ସେମାନଙ୍କୁ ଆଗକୁ ବଢ଼ିବା ପାଇଁ ସୁଯୋଗ ଦେବା। ଆଶା କରୁଛି ରଚନାଟି ପସନ୍ଦ ଆସିଥିବ। ତେବେ ଲାଇକ୍ କରିବା ଆଉ କମେଣ୍ଟରେ ନିଶ୍ଚିତ ଜଣାଇବେ।